ओम श्रीमद्भगवत गीता प्रथम अध्याय अर्जुन विषाद जोग श्लोक संख्या 45। जदि माम अप्रीतिकारम अशस्त्रम शस्त्रपाणयः धृतराष्ट्रारुणे अन्युस्तनेम क्षेमतरम भवेत्। अथः ମୁଁ ଭାବୁଛି ଯଦି ଧୃତରାଷ୍ଟ୍ରଙ୍କର ପୁତ୍ରଗଣ ମୋତେ ବିନା ପ୍ରତିରୋଧରେ ଏବଂ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ନ ହୋଇଥିବା ଅବସ୍ଥାରେ ମାରି ପକାନ୍ତି ତାହେଲେ ଖୁବ୍ ଭଲ ହେବ। ସେମାନଙ୍କ ସହିତ ଯୁଦ୍ଧ କରିବା ପରିବର୍ତ୍ତେ ସେମାନଙ୍କ ହାତରେ ମୃତ୍ୟୁବରଣ କରିବା ବରଂ ଶ୍ରେୟସ୍କର। ଭାବାର୍ଥ, ଏହା ହେଉଛି କ୍ଷତ୍ରିୟ ଆଚାର, କ୍ଷତ୍ରିୟ ଧର୍ମ। ଯଦି ଶତ୍ରୁ ଅସ୍ତ୍ରଶସ୍ତ୍ର ସଜ୍ଜିତ ନ ହୋଇଛି ଏବଂ ଯୁଦ୍ଧ କରିବାକୁ ଇଚ୍ଛୁକ ନୁହେଁ ତାହେଲେ ତାକୁ ଆକ୍ରମଣ କରିବା ଉଚିତ ନୁହେଁ। ଅର୍ଜୁନ କହିଲେ, ଅର୍ଜୁନ ଏହି ପ୍ରକାର ଅବସ୍ଥାରେ ରହି ସ୍ଥିର କଲେ ଯେ ଶତ୍ରୁମାନଙ୍କ ଦ୍ୱାରା ଆକ୍ରାନ୍ତ ହେଲେ ବି ସେ ଯୁଦ୍ଧ କରିବେ ନାହିଁ। ଅପରପକ୍ଷ ଯୁଦ୍ଧ କରିବା ପାଇଁ କେତେ ଦୂର ଆଗ୍ରହୀ ସେ କଥା କିଛି ବିଚାର କରୁନଥିଲେ। ଅର୍ଜୁନଙ୍କଠାରେ ଏ ଯେଉଁ ସବୁ ଗୁଣ ଲକ୍ଷଣ ଦେଖାଯାଉଥିଲା ତାହା ତାଙ୍କର କୋମଳ ହୃଦୟର ପ୍ରକାଶ। ସେ ଭଗବାନଙ୍କର ଜଣେ ବିଶିଷ୍ଟ ଭକ୍ତ ହୋଇଥିବାରୁ ସେ ବଡ଼ କୋମଳ ହୃଦୟ, ଦୟାର୍ଦ୍ର ହୃଦୟ ହୋଇପଡ଼ିଲେ। ସେଇଥିପାଇଁ ସେ ଭାବୁଥିଲେ ଶତ୍ରୁପକ୍ଷ ତାଙ୍କୁ ଆକ୍ରମଣ କଲେ ବି ସେ ପ୍ରତି ଆକ୍ରମଣ କରିବେ ନାହିଁ।